100-150 ପିଲା ଗଲେଣି ତଥାପି ସରୁନାହାନ୍ତି। ଦେଖନ୍ତୁ ଧାଡ଼ି ଛୁଟିଛି। କ'ଣ କରାଯିବ? ଆଜି 77ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆମ ଗାଁ ଭ୍ରମଣ କରୁଛନ୍ତି ପିଲାମାନେ। ସମସ୍ତ ପିଲାମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଯୋଗ ଦେଇ ଗାଁ ଭ୍ରମଣ କରୁଛନ୍ତି। ବର୍ତ୍ତମାନ ସ୍କୁଲରୁ ବାହାରି ସେମାନେ ପଞ୍ଚାୟତ ଆମ ଗ୍ରାମ ପଞ୍ଚାୟତ ଅଭିମୁଖେ ଯାଉଛନ୍ତି। ଦେଖନ୍ତୁ ଗ୍ରାମ ପଞ୍ଚାୟତକୁ ପଶିଲେ ବର୍ତ୍ତମାନ ଅଫିସ୍ କାର୍ଯ୍ୟାଳୟ ପରିସରରେ ଏମିତି ସବୁ ମିଟିଂ ଚାଲିଛି। ପ୍ରତିବର୍ଷ ଆମର ଏମିତି ହୁଏ। ସ୍କୁଲରେ ପତାକା ଉତ୍ତୋଳନ ସରିବା ପରେ ପଞ୍ଚାୟତ ଅଫିସରେ ଆସନ୍ତି ସମସ୍ତେ, ଯାହାକୁ ଅତିଥି ଭାବେ ଡକାଯାଇଥାଏ ସେମାନେ ଆସନ୍ତି, ପିଲାମାନେ ଆସନ୍ତି, ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯିଏ ବି ହୁଅନ୍ତୁ ଆଉ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆସନ୍ତି, ପିଲାମାନେ ଆସନ୍ତି, ଏମିତି ପତାକା ଉତ୍ତୋଳନ ହୁଏ। ଏଠୁ ସରିବା ପରେ ଆହୁରି 2 ଜାଗାରେ ମଧ୍ୟ ପତାକା ଉତ୍ତୋଳନ ହେବ। ତାପରେ ଗ୍ରାମ ଭ୍ରମଣ କରିସାରିବା ପରେ ଆମ ଗାଁ ସମ୍ପୂର୍ଣ୍ଣ ବୁଲିବେ। ଆମର ବଡ଼ ଗାଁଟେ, 5ଟା ୱାର୍ଡ଼ ଆମ ଗାଁଟା, ସବୁ ବୁଲିବେ ପିଲାମାନେ। ଶେଷରେ ପୁଣି ସ୍କୁଲକୁ ଯିବେ। ସେଠୁ ଯାହା ଦେବା କଥା ବୁନ୍ଦିଆ ସେଉ ମିଠା ମିଠି ଯାହା ଦେବା କଥା ଦେବେ। ପିଲାମାନେ ପୁଣି ଘରକୁ ଫେରିବେ। ଦେଖନ୍ତୁ ବର୍ତ୍ତମାନ ସେଠୁ ସରିବା ପରେ ଆମେ ଆଉ ଗୋଟେ ଜାଗାରେ ଆସି ପହଞ୍ଚିଗଲୁ। ଏଇଟା ହେଲା ଆମର ପଶୁ ଡାକ୍ତରଖାନା। ଏଠି ମଧ୍ୟ ପତାକା ଉତ୍ତୋଳନ କରିଲୁ। ଆଜି ବହୁତ କାମ ଥିଲା, ସେଥିପାଇଁ ଆଜି ଭିଡ଼ିଓ ଏଡ଼ିଟିଂ କରିକି ପକାଇ ପାରିଲିନି। ସେଥିପାଇଁ ଦିନେ ମାନେ ଜାନୁଆରୀ 27 ତାରିଖ ଦିନ ଦେଖନ୍ତୁ ଭିଡ଼ିଓ ଅପଲୋଡ଼ କରୁ।